प्रतीक्षार अंकवती आज आम पाखे उपस्थित होती लोकप्रिय सांसद अपराजिता षडंगी महोदय कहीं आमर पूरा स्वप्न को से आज साकार कर खोर्धा रोड बलांगीर रास्ता थानापदर ग्राम जाऊा रेल लाइन की आज संपूर्णीकरण सह एक पैसेंजर हल्ट परिकल्पना कर ग्रामवासी माने समस्त भाई मान को अनुरोध करी जयपूर्वक चेयर रे बसंतु चेयर खाली पड़ी एटी सेठी बुलंतु ना जयपूर्वक चेयर रे बसंतु। मैडम को अनुरोध करी प्रदीप प्रज्वलन करी सभा कार्य आरंभ करने नीलाद्रिकंदरानंदी मंदरालय वंदितं वंदे वंदारु मंदारं इंदिरा मंदिरं महो इंदिरा मंदिरं महो इंदिरा मंदिरं महो। सांसद महोदय को फूलतोड़ा उत्तर दे संबर्धित करने रखी तले जय जगन्नाथ समस्त को नूतन वर्ष शुभेच्छा शुभकामना और अभिनंदन। सम्मानीय मंचासीन सभापति महोदय सम्मानीय मुख्य अतिथि अपराजिता षडंगी महोदय मान्यवर सांसद तथा लोकप्रिय जनप्रतिनिधि भुवनेश्वर सम्मानीय अन्यतम अतिथि खोर्धा बलांगीर बड़गेज सीनियर डिविजनल ऑफिसर चंद्रभानु नायक सर उपस्थित थिबा सरपंच महोदय उपस्थित थिबा आम क्रियानुष्ठान कमिटीर उद्योगी आगधाड़ीर एवं प्रमुख भाग नहीं अजय मंगराज महोदय दुर्गा पूजा कमिटीर सभापति महोदय मंचासीन अतिथिवृंद आजिकार सभा को सफल रूपायन कर समस्त सहयोगी कर्मकर्ता मंच तले माँ भौणी माने तथा मो अंचल प्रिय आबाल वृद्ध नेता कवितीर्थ संग्रामी माटी स्वर्णप्रसु वीर प्रसविनी गिरी कानन विमंडित
ପ୍ରାକୃତିକ ସଭା ସମ୍ପୂର୍ଣ୍ଣ ସାନପଦର ଜୟ ଜଗନ୍ନାଥ। ସମ୍ମାନସ୍ପଦ ସମ୍ମାନିଆ ଆମର ଅତି ପ୍ରିୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଏବଂ ଆଜି ମଞ୍ଚରେ ଉପସ୍ଥିତ ଅଛନ୍ତି ଆମର ଯୁବ ସମାଜସେବୀ ଏ ଅଞ୍ଚଳର ଦୁଃଖ ସୁଖ ବୁଝୁଛନ୍ତି ଆମର ପ୍ରିୟ ନେତା ରଣବିଜୁଳି ବାବୁ ଏବଂ ତାଙ୍କ ପାଖରେ ଅଛନ୍ତି ଆମର ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ଏବଂ ଆମର DRM ସାର୍। ସମସ୍ତଙ୍କୁ ମୁଁ ନବବର୍ଷର ଶୁଭେଚ୍ଛା ଶୁଭକାମନା କରୁଛି। ଯାଉ ଏ କବିତୀର୍ଥ ସାନପଦର ଗ୍ରାମର ଅନେକ ଆଶା ଆକାଂକ୍ଷା ଆଜି ପୂରଣ କରିଛନ୍ତି ଆମର ମାନ୍ୟବର ସାଂସଦ। ଯାହା ହଉ ସାଂସଦ ମହୋଦୟା ଆମ ପାଇଁ ଯେତିକି ଶ୍ରମ ଦେଇ ଆମ ପାଇଁ କାର୍ଯ୍ୟ କରିଛନ୍ତି ଆମର ସଦାବେଳେ ମଧ୍ୟ ସେଭଳିଆ ମନୋବୃତ୍ତି ରହିବା ଦରକାର ତାଙ୍କ ପ୍ରତି। କିନ୍ତୁ ଯାହା ସେ କହିଛନ୍ତି ତାହା କରିଛନ୍ତି। ମାନ୍ୟବର ମନ୍ତ୍ରୀ ଆମର ଆସିଥିଲେ କହିଥିଲେ ଏଇଠି ପ୍ରତିଶ୍ରୁତି ଦେଲେ 20 ଦିନ ଭିତରେ କାର୍ଯ୍ୟ କରାଯିବ। ତା 20 ଦିନ ଭିତରେ 19 ଦିନ ଭିତରେ ମଧ୍ୟ କାର୍ଯ୍ୟ ହେଇଗଲା। ତେଣୁ ଗୋଟିଏ କଥା ଭାରତର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହନ୍ତି ଗ୍ୟାରେଣ୍ଟି ନରେନ୍ଦ୍ର ମୋଦି ସେ ଗ୍ୟାରେଣ୍ଟିଟା ଶବ୍ଦ ଏଇଠି କାର୍ଯ୍ୟକାରୀ କରୁଛି। ଗ୍ୟାରେଣ୍ଟି ଅର୍ଥ ଯାହା ତା ଆମ ପାଖରେ କାର୍ଯ୍ୟକାରୀ କରୁଛି। ଯାହା ହଉ ଆମ ସଂସଦୀୟ ଅପରାଜିତା ଷଡ଼ଙ୍ଗୀ ଆମ ଦୁଃଖ ସୁଖରେ ସବୁବେଳେ ଅଛନ୍ତି, ସଦା ସର୍ବଦା ଆମ ପାଖରେ ଅଛନ୍ତି। ଆମେ ଆଗରୁ ତ ଯେଉଁ MP ମହୋଦୟ ଥିଲେ ତାଙ୍କୁ ତ ଆମେ ଦେଖିବାକୁ ପାଉନଥିଲୁ। ମୁଁ ଗଲା ମିଟିଂରେ ବି କହୁଥିଲି ସଦା ସର୍ବଦା ସେ ଲୋକଙ୍କ ପାଖରେ ଅଛନ୍ତି, ସଦାବେଳେ ସେ କାର୍ଯ୍ୟ କରନ୍ତି। ଲୋକମାନଙ୍କର କଲ୍ୟାଣ ସାଧନ ନିମନ୍ତେ ସଦାବେଳେ ତାଙ୍କର ଜୀବନ ରହିଛି। ଗ୍ରାମ୍ୟ କମିଟିର ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ମହୋଦୟଙ୍କୁ ସମ୍ମାନ କରି କିଛି କହିବେ। ଜୟ ଜଗନ୍ନାଥ। ଆଜିର ଆମର ସାନପଦର ପାସେଞ୍ଜର ହଲ୍ଟର ଭୂମି ପୂଜନ କାର୍ଯ୍ୟ ଦିବସରେ ଆମର ପ୍ରିୟ ସାଂସଦ ମହୋଦୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଁ ପ୍ରଥମେ କୋଟି ପ୍ରଣାମ ଜଣାଉଛି। ଯାହା ହଉ ଆମେ ଯେଉଁଟା ଆଶା କରିନଥିଲୁ ଆଜି ଆମେ ତାହା ପାଇଯାଇଛୁ ଏବଂ ସ୍ୱଳ୍ପ ସମୟ ଭିତରେ ଆମ କାର୍ଯ୍ୟ ହାସଲ ହେବାକୁ ଯାଉଛି। ତାଙ୍କର ଏଇଟା ସମ୍ପୂର୍ଣ୍ଣ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବଂ ଆମ ଭାରତ ସରକାର ନରେନ୍ଦ୍ର ମୋଦି ଏବଂ ଆମର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆମକୁ ଯେଉଁ କହି ଯାଇଥିଲେ 20 ଦିନ ଭିତରେ ମୁଁ କାର୍ଯ୍ୟ ଆରମ୍ଭ କରିବି, ସେଇଟା ଆମେ ଆଜି ସ୍ୱପ୍ନ ନୁହଁ। ଆମର ମୁଖ୍ୟ ଅଜୟ ମଙ୍ଗରାଜ ଏବଂ ଆମର ସରପଞ୍ଚ ମହୋଦୟ ଆମର ଆଉ ଜଣେ ବୟସ୍କ ବ୍ୟକ୍ତି ଆମ ସହିତ ଅଛନ୍ତି। ତାଙ୍କର ଶରୀର ଅସୁସ୍ଥ ଥିଲେ ମଧ୍ୟ 2 ଦିନ ହେଲା ସେ ଘରୁ ଉଠି ନାହାନ୍ତି, କିନ୍ତୁ ଆଜି ସେ ପୁରା ଇଏରେ ପବନ ଆସି ଶ୍ରୀଯୁକ୍ତ ମଧୁସୂଦନ ସାମନ୍ତରେ ମଧ୍ୟ ଆମର ସମ୍ପୂର୍ଣ୍ଣ ସହଯୋଗ ଏବଂ ଆମ ଜୟ ଜଗନ୍ନାଥ, ଜୟ ଲୋକନାଥ, ଜୟ ଶ୍ରୀରାମ। ଯାଉ ଆଜିର ସଭାର ସଭାପତିତ୍ୱ କରୁଥିବା ଗ୍ରାମ କମିଟିର ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଆମର ଆଜି ମୁଖ୍ୟ ଅତିଥି, ଯାହା ପାଇଁ ଆମେ ଜମା ହେଇଛେ, ଯାହା ପାଇଁ ଆମେ ଖୁସି ମନାଉଛେ, ସେ ହେଉଛନ୍ତି ଆମର ଭୁବନେଶ୍ୱର ପ୍ରିୟ ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟ। ଜୟ ଶ୍ରୀରାମ। ସଭାର ସଭାପତି ସୁରେଶ ଚନ୍ଦ୍ର ବାବୁ ଏବଂ ଆମର ପ୍ରିୟ ସାଂସଦ ମାନନୀୟ ଅପରାଜିତା ମ୍ୟାଡ଼ାମ୍, ତାଙ୍କ ପାଖରେ ଆପେ ଆପେ ମୁଣ୍ଡ ଆମର ରହିଯାଉଛି। ସେ ଆମକୁ ମାନେ ଅସମ୍ଭବ କାମକୁ ସମ୍ଭବ କରିଛନ୍ତି। ତାକୁ ଆଉ କ'ଣ କୁହାଯିବ? ଯେଉଁଟା ଆଜ୍ଞା ଥିଲା 5 କିଲୋମିଟରରୁ ଅଧିକା ହେଲେ ଗୋଟେ ସବଷ୍ଟେସନ୍ ହେଇପାରିବ, କିନ୍ତୁ ସିଏ ଆମ ପାଇଁ ଯେଉଁ ଆଡ଼ୁ ଦେଖିଲେ ଆଜ୍ଞା 5 କିଲୋମିଟର ହେଉନି। ଅସମ୍ଭବ କାମକୁ ଯିଏ ସମ୍ଭବ କରେ ତାଙ୍କ ନାଁ ଅପରାଜିତା, ନା ବି ସେ ଅପରାଜିତା। ସମସ୍ତଙ୍କୁ ନମସ୍କାର। ସାନପଦର ଗ୍ରାମ ପଞ୍ଚାୟତର ଏବଂ ଆଖପାଖ ଗ୍ରାମର ସମସ୍ତ ମା' ମାନେ ଭାଇମାନେ ସମସ୍ତଙ୍କୁ ହାର୍ଦ୍ଦିକ ନମସ୍କାର ଜଣାଉଛି। ଏବଂ ଯାହା ହଉ ଆଜି ବହୁତ ପ୍ରତୀକ୍ଷିତ ଯେଉଁ ଥିଲା ଆମର ପାସେଞ୍ଜର ହଲ୍ଟର ଆଜି ଶୁଭ ଦିନ।
ତେଣୁ ମ୍ୟାଡ଼ାମଙ୍କ ପାଇଁ ଏଇଟା ସଫଳ ହୋଇଛି। ଆପଣମାନେ ତ ସମସ୍ତେ ବିସ୍ତୃତ ଆଲୋଚନା କଲେ, ତେଣୁ ମ୍ୟାଡ଼ାମକୁ ଟିକେ ଆମର ପାଖରେ ପାଇଛେ। ଉଦ୍ଘାଟନ ମହୋତ୍ସବକୁ ବି ସେ ଆସିଛନ୍ତି। ଭୂମି ପୂଜା ସେ ଯେଉଁଟା ହେଲା ସେଟା ଟିକେଟ୍ ଘର ହେଲା, ତେଣୁ ତାପରେ କାର୍ଯ୍ୟକ୍ରମ କାଲି ଆଜିଠୁ ଷ୍ଟାର୍ଟ ହେଇଗଲା। ତେଣୁ ଆମେ ମ୍ୟାଡ଼ାମକୁ ଟିକେ ଜୋରସୋର ସ୍ୱାଗତ ସମ୍ବର୍ଦ୍ଧନା କରିବା ହୁଳହୁଳି କରତାଳି ଦେଇ। ଅନୁରୋଧ କରିବି ଏ କାର୍ଯ୍ୟକ୍ରମକୁ ଯେ ଏଇ ରେଳ ପାସେଞ୍ଜର ରୋଡକୁ ଯେ ଆଗକୁ ନେବେ ଆମର ଚିଫ୍ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ନାୟକ ସାର୍ଙ୍କୁ କାର୍ଯ୍ୟକ୍ରମର ତ୍ୱରାନ୍ୱିତ ବିଷୟରେ ଦୁଇ ପଦ ଆମକୁ ଜଣାଇବେ। ସମସ୍ତଙ୍କୁ ମୋର ନମସ୍କାର। ମାନନୀୟ ସଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମ୍ୟାଡ଼ାମ, ସମସ୍ତ ସାନପଦାର ଗ୍ରାମବାସୀ, ମିଡ଼ିଆ ଭାଇମାନେ ଏବଂ ଉପସ୍ଥିତ ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ନିଶ୍ଚୟ ଜଣାଥିବ ଲାଷ୍ଟ 6 ତାରିଖରେ ଆମର କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସାର୍ ଏହି ରାସ୍ତାରେ ଦଶପଲ୍ଲା ଷ୍ଟେସନ ଇନାଗୁରେସନ୍ ପାଇଁ ଯାଇଥିଲେ। ସେଇଠି ସେ ଆପଣମାନଙ୍କ ସହିତ ଏଠି ମିଶିଥିଲେ ଆଉ ପ୍ରତିଶ୍ରୁତି ଦେଇଥିଲେ ଯେ ସେ 20 ଦିନ ଭିତରେ ଯେମିତି ହେଲେ ବି କାମ ଷ୍ଟାର୍ଟ କରିବେ। ତ ସେଇ ହିସାବରେ ଆଜି ଆମର ସାଂସଦ ମ୍ୟାଡ଼ାମଙ୍କର ହାତରେ ଆଜି ଭୂମି ପୂଜନ ଷ୍ଟାର୍ଟ ହେଲା। ଏଇଠିକାର କାମ ଆମେ ଇମିଡ଼ିଏଟଲି ଷ୍ଟାର୍ଟ କରିବୁ ଆଉ ତାକୁ ଯେତେ ଶୀଘ୍ର ହେବ ତାକୁ ଆମେ ପୁରା କମ୍ପ୍ଲିଟ୍ କରିବୁ। ଆଉ ବାକି ଆପଣମାନେ ଜାଣିଛନ୍ତି ଯେ ମ୍ୟାଡ଼ାମଙ୍କ ଚେଷ୍ଟାରେ ଏଇ କାମଟା ହେଉଛି, ତେଣୁକରି ବାକି ଯାହା ଆପଣମାନଙ୍କର ରେଲୱେ ଇଏ ପାଇଁ ଆପଣ ଚାହୁଁଛନ୍ତି ସେ ନିଶ୍ଚୟ ସେ ପୂରଣ କରିବେ। ଥ୍ୟାଙ୍କ ୟୁ।